କିଏ ସେ କେଜାଣି? ସେ କିସ୍ ଟିଭି ବନ୍ଦ କଲା? ହାଁ? ରୋଷେଇ କଲୁଣି? ରୋଷେଇ ଆରମ୍ଭ ହେଲାଣି ଜଷ୍ଟ। କଣ କରିବୁ ଆଜି? ସନ୍ତୁଳା? ସନ୍ତୁଳା ଶୁଣିದ್ರೆ ମାନେ ଡର ମାଡୁଛି ନା? ସନ୍ତୁଳା କିଏ ଖାଇବ? ଆଉ କିଏ ଖାଇବ ସନ୍ତୁଳା? ଗାଁ ଯାକୁ ଆସିବେ ଖାଇବାକୁ। ସନ୍ତୁଳା ଟା କିଏ ହବ? ମସଲା ତରକାରୀ ଟିକେ କରନ୍ତୁନି। ମସଲା? ଆରେ ମସଲା ଖାଉଛି। ମାଛ ଆଣିଆ ଆଜି। ମାଛ ନା କଇଁଛ ଆଣୁନୁ ଧରିକି। ହେଁ? ଆଜି ମତେ ସମୟ ନାହିଁ। ମୋର ମିଟିଂ ପାଇଲେ ମୁଁ ଲେଖା ଲେଖି କରିବି। ମିଟିଂ କୋଉଦିନ ଅଛି? 31 ତାରିଖ। ଆଜି କେତେ ବାଟ ଚାଲିଗଲା? ଯାଇଥିଲୁ ଆଗକୁ ପୁରା। ଆଗକୁ ପୁରା ଯାଇଥିଲୁ। ଯୋଉ ଜାଗା ଦେଖୁଛୁ ତାଠୁ ଆଗକୁ ଆହୁରି? ଧାଇଁ ଗଲ ନା ଚାଲି ଚାଲି? ଚାଲିଗଲା ଧାଇଁକି ଆଉ କିଏ ହବ? ଧାଇଁବି ନା। ଆଜି କିଏ ଯାଇଥିଲା? ସିଲୁ ଭାଇ, ମୁଁ, ଶିବୁନା। ଓମନ ଯାଉନି? ଓମନ ପଛରେ ଯାଉଛି, ସାଇକେଲ ଧରିକି ଯାଉଛି। ସାଇକେଲ ଧରିକି? ଚାଲିକି ଯାଉନି ସେ? ନା। ଚାଲି ଯାଇଥିଲା। ଜଣି ତ ପୁଡା ହେଇଗଲା ଗଛ ଆଉ ଏତିକି ଯୋଡିଏ ଥିଲା ମୋର ତାକୁ କଣ ଅଛି? ଭୋକ କଲାଣି ମତେ, ମୁଁ ଖାଇବି। ଭାଇ କଣ ଖାଇବି? ପଖାଳ ଅଛି ଖାଇବୁ? ଛତୁଆ ନହେଲେ ଖାଇବୁ? ନାଇଁ, ପଖାଳ ଖାଇବି। ପଖାଳ କଣ ଖାଇବୁ? ବାଇଗଣୀ ଯୋଡେ ଛାଣନ୍ତୁନି। ତୋର ଜାହିତେ ଆଉ ଖିଆ ନାହିଁ ନା ରେ ପୁଅ? କାରଣ ସୁପର ଖାଇବା ବାଇଗଣ ଛାଣିବାକୁ ମତେ ସମୟ ଅଛି। ରାଜା ଘର ଲୋକ ଟିକେ ଯଦି ରଜା ଭଳିଆ ଖାଇବାଟା ନହବ କେମିତି ହବ? ବାପାଙ୍କ ଷ୍ଟାଇଲରେ ଆଉ ସିଏ ଗୋଟେ ରଜା ଥିଲେ, ମୁଁ ତାଙ୍କ ନାତି ଯେହେତୁ। ଆଉ ଟିକେ ରଜା ଖାଇବା ନହେଲେ କେମିତି ହବ? ଥାଟଟା ତ ସେଇଭଳିଆ ଥିଲା ନା। ଆଉ ଶେଷ ପର୍ଯ୍ୟନ୍ତ ସେ ଥାଟଟା ରହିଲା ହିଁ ରହିଲା ତାଙ୍କର। ସିଏ ହିଁ ଯୁଗକୁ ଜିତିଲେ। ପ୍ରକୃତି ନାଇବ ମୁଚ୍ୟତେ ନା। କରୁନୁ ବାଇଗଣୀ ଯୋଡେ ଭାତ ଖାଆନ୍ତି। କିଏ ସେ କରିବ ଯେ ମତେ ତତେ ନହେଲେ ମୁଁ କରିଦେବି, ବ୍ୟସ୍ତ ନାହିଁ। ନାଇଁ ତ କିଛି ନାହିଁ। ମୁଁ କରିଦେବି, ବେସନ ଅଛି ବା। ଆଳୁ ସିଝା କରିଦଉଛି। ଆଳୁ ସିଝା ମୁଁ ଖାଇପାରିବିନି। ଆଉ ବାଇଗଣ ଯୋଡେ ଛାଣିଦେଲେ ସାଙ୍ଗେ ସାଙ୍ଗେ କେତେ ସମୟ ଲାଗିବ? ବେସନ ଯୋଡେ ଟିକେ ଗୋଳେଇ ଦେଲୁ, ଟିକେ ଲୁଣ ଟିକେ ପକେଇଦେଲୁ, ସୋଡା ଟିକେ ପକେଇଦେଲୁ, ଗୋଳେଇ ଦେଲୁ, ବାଇଗଣ କାଟି ଦେଇକି ତା ଦେହରେ ପକେଇ ଦେଇକି ଲୁଣ ଟିକେ ପକେଇ ଦେଇକି ତାକୁ ଗୋଳେଇ ଦେଇକି ଛାଣିଦେଲୁ, କାମ ସଇଲା। ହେଁ, ଏଠି କଣ ତତେ ମଟନ ରାନ୍ଧିବାକୁ କହୁଛି ମୁଁ? ଘଣ୍ଟାଟେ ବସିବ ଏଇନେ। ଆଉ କଣ କେତେ ଶୀଘ୍ର ହେଇଗଲା, ସାଙ୍ଗେ ସାଙ୍ଗେ। ବାଇଗଣ ଆଣିଲି ସିଧାସଳଖ ପୋଡିଦେବି, ଖାଇଦବ ଚକଟିକି। କାଇଁ ପୋଡିବୁ? ଆଉ କିଆଁ କଞ୍ଚା ତ ଖାଇଦେବି, କାମ ଶେଷ। କାମୁଡିକି ଖାଇଦେବି, କାମ ଶେଷ। ଆହୁରି ଭଲ। ଯେତେ ସହଜରେ କାମଟା କରିଦବ ସେତେ ଆହୁରି ଭଲ। ତାହେଲେ ଯୋଉ ପଖାଳ କିଆଁ ଖାଇବି? କଞ୍ଚା ଚାଉଳ ଖାଇଦେବି, ନହେଲେ କଞ୍ଚା ଚାଉଳ କିଆଁ ଖାଇବି? ସିଧା ଗଛରେ ଆଣେ ଖାଇଯିବି ଏକାଥରେ। ବିଲକୁ ପଳେଇବି, ବିଲକୁ ପଳେଇବି ସିଧା ଧାନ ସମେତ ଏକାଥରେ ଇଏ ଖାଇଦେବି, ବାଇଗଣ। ଅଧିକ ଭିଟାମିନ ସେଥିରେ ଯେ। ଏଥିରୁ ସବୁ ପଳଉଛି ଯୋଉ ଭିଟାମିନ। କଣ ଗୋଟେ କହନ୍ତି ବ୍ରାଉନ ରାଇସ୍ ନୁହଁ? ବ୍ରାଉନ ରାଇସ୍ ନା ଗ୍ରୀନ ରାଇସ୍? ବାଇଗଣୀ ହେଲାଣି? ଖାଇ ଭୋକ କଲାଣି, ତୁ ରାଶି ଫଳ ଦେଖୁଛୁ ବସିକି। ଠାକୁର ପୂଜା କଲୁ, ଏଥିରେ ହେଇଯିବନି ତେଲ ତ ବସେଇ। ଠାକୁର ପୂଜା ଭିତରେ ହେଇଯିବ, ତୁ ଯାହା ଠାକୁର ପୂଜା କରିଦବୁ। ଗରମ ହେଇଗଲାଣି। ସୋଢା ପକେଇଛୁ ଟି ଏଥିରେ? ସାଙ୍ଗେ ସାଙ୍ଗେ ପକେଇକି କରିବା କଥା, ରଖିବା କଥା ଏମିତି। ପରେ ହେଇଗଲାଣି? ବସିଛି ପରା। ଏତିକି ତ ହେଇଛି, ମତେ ଦେଇଦେ ଖାଇବାକୁ। ଏଇଟା ବାଇଗଣଟା କରିଦେଲେ ଏଟା ଆଳୁଟା ପଡୁଛି। ଦେଇଦେଲୁନୁ ମତେ, ଦେଇଦେ ଖାଇବାକୁ, ସେଟା ପଡିଥିବ। ପଖାଳ ଅଛି କାଲିର ଟି? ଦେଇଦେ ମୁଁ ଖାଇଦେବି, ଭୋକ କଲାଣି। ହେରା କଣ ଭାତ ବଇଚି ଆଜିର? ନା ଆଜିର ଭାତ ନୁହଁ, ଏଟା 3 ଦିନର ଭାତ ବସିଛି। ତୋର ଶୁଣିଲେ ପୁଅ ନାଇଁ କି? ଆଜିର ଭାତ ବସିଛି। କାଲି ପାଇଁ ଏକାଥରେ ବସେଇ ଦଉନୁ। ହେଇନି, ଆଉ ଟିକେ ହବ। ବହୁତ ସମୟ ହଉଛି ଭାତଟା ନୁହଁ? କେମିତିଆ ଚାଉଳ କେଜାଣି? ଏତିକି ଅଛି ପଖାଳ ଭାତ? ତୁ ଖାଉନୁ, ଏତିକି ନଥାନ୍ତା କେତେ ଥାନ୍ତା ଯେ?
ଚାଲନ୍ତୁ ଖାଇବା। ହଁ ଯାଉନ। ଏରେ କଣ ଆଳୁ? ସାଙ୍ଗେ ସାଙ୍ଗେ ଭାତ ଖାଇକି ଉଠିଲି ପୁଣି ମୁଢି। ମତେ ଖାଉଛୁ କୁଆ ଯାଉଛି କିଲୋ? ମତେ ଖାଉଛୁ କୁଆ ଯାଉଛି ସବୁ? ଲାଗୁନା ପେଟକୁ ଯାଉଛି। ହଁ ଏରା କଣ? ଲିମ୍ବ ଫୁଲ ପିଠଉ। ଲିମ୍ବ ଫୁଲର ପିଠଉ ହୁଏ? ଏରା କଣ ନାଗିବ? ଖାଉନୁ? ସନ୍ତୁଳା ନା? ସନ୍ତୁଳା ମସଲା ଦେଇ ହଉଛି। କେନ୍ ଲାଗୁଛି ମୁଁ କରିଛି? ତୁ ଯଦି କରୁଛୁ ଯାହା ଲାଗୁଥିବ ଆଉ। ତ ଭିଡ଼ିଓଟି ବର୍ତ୍ତମାନ ଆଜିର ବ୍ଲଗ୍ଟି ସରିଗଲାଣି ବର୍ତ୍ତମାନ ଦିନ ଯାକର ଭିଡ଼ିଓରେ। ତ ବର୍ତ୍ତମାନ କାଲି ଭିଡ଼ିଓଟି ମୁଁ ପକେଇ ପାରିନଥିଲି କାହିଁକି ନା କାଲି ଟିକେ ବ୍ୟାଙ୍କରେ କାମ ଥିଲା, ସବୁ କୋପରେଟିଭ୍ ବ୍ୟାଙ୍କ ଥିଲା, ସେଠି କାମ ଥିଲା ଟିକେ। ସେଠି ଗଲି 10:30 ବେଳୁ ଯେ ବର୍ତ୍ତମାନ ଘରକୁ ଆସିଲାକୁ 3ଟା ହେଲାଣି। ସେଠି ମାନେ ଏତେ ଗହଳି ଲୋକ, ପ୍ରବଳ ଗହଳି। ସେଠିକି ଯାଇଥିଲି ମୁଁ, ଯେଉଁ ଆମର ବ୍ୟାଙ୍କରୁ ଲୋନ୍ ଥିଲା, ଚାଷୀ ଋଣ ଆସିଥିଲା, ସେଇଥିରୁ ଋଣ ହେଇଥିଲା। ତ ଶ୍ୱଶୁର ଥିଲାବେଳେ ସେଇଟା ହେଇଥିଲା। ତାର ଶ୍ୱଶୁର ଯେଉଁ ମାର୍ଚ୍ଚ ମାସରେ ମରିଗଲେ 24ରେ, ସେ ତାର ବି ଇନ୍ସୁରାନ୍ସ ଦିଆ ହେଇନଥିଲା। ତ ଏଇ 25ର ଇନ୍ସୁରାନ୍ସ ବି ଦିଆହେଇନି। ତେଣୁ ସେଟା ଖିଲା ବି ଯାଇଛି ବୋଲି ସେ କହିଲେ। ଆଉ ମଣ୍ଡିରେ ଖାତା ଗୋଟେ ଖୋଲିଲି, ଆଉ ଏଥିପାଇଁ ବହୁତ ସାରା କାମ ଥିଲା। ତେଣୁ ଗଲାବେଳକୁ ମାନେ ମୋତେ ଏତେ ରାସ୍ତା ବି ପୁରା ସୁନସାନ ରାସ୍ତା। ମୁଁ ଫାଷ୍ଟ ଟାଇମ୍ ପାଇଁ ଗଲି ସେ ଜାଗାକୁ, ଯାଇନି କେବେ। ତ ପଚାରି ଗଲି, ମାନେ ଯେହେତୁ ପୁରା ଜଙ୍ଗଲିଆ ଏରିଆ, ସେଠି ନେଟୱାର୍କ ବି ନାହିଁ। ତ ଗୁଗୁଲ ମ୍ୟାପ୍ରେ ସର୍ଚ୍ଚ କଲାବେଳକୁ ରାସ୍ତା ବି ଦେଖଉନି। ତେଣୁ ବାଟରେ ରହି ପଚାରି ମୋ ପୁଅର ଡର ମାଡ଼ୁଛି, କେତେ ମାନେ ନିଘଞ୍ଚ ରାସ୍ତା, ପୁରା ସୁନସାନ। ଏମିତି ହେଇକିରି ସେଠିକି ଯାଇକିରି ଜଣଙ୍କୁ ପଚାରିଲା ପରେ ସେ କହିଲେ, ସେ ଟିକେ ଦୂରକୁ ଯାଇକି କହିଲେ ହଁ ଆଉ ଟିକେ ବାଟରେ ପଡ଼ିବ। ତାପରେ ଆଉ ଜଣଙ୍କୁ ପଚାରିଲେ, ସେ କହିଲେ ହଁ ପାଖାପାଖି ଅଛି ଆଉ। ଏମିତି କହି ଗଲା ପରେ ମାନେ ଏତେ ମାନେ ମୋତେ ତା ଭିତରକୁ ଦେଖି ଖାଲି ପୁରୁଷ ଲୋକ, ଖାଲି ମାନେ ଚାଷୀ ହିଁ ତ ସେଠିକି ଯିବେ ନା। ଆଉ ତେଣୁ ପୁରା ଗୋଟେ ବି ସ୍ତ୍ରୀ ଲୋକ ସେଠିକି ନାହାନ୍ତି। ମୋତେ ଦେଖିକି ଟିକେ ମାନେ ଗିଲ୍ଟ ଫିଲ୍ ହେଉଥାଏ। ମୁଁ ଭଗବାନ ଏଠି କେହି ବି ସ୍ତ୍ରୀ ଲୋକ ନାହାନ୍ତି। ଏମିତି ହେଇକିରି ସେଠୁ ପୁଅକୁ ଯେତେବେଳେ ଯୋଉଠି ପେପର ଦେବାକୁ ପଡ଼ୁଥାଏ କି ଯାହା ପଡ଼ୁଥାଏ, ପୁଅକୁ ତା ଭିତରକୁ ଛାଡ଼ିଥାଏ। ତୁ ଯାଇକି କରେ, ଏତେ ପୁରୁଷ ଲୋକ ଏଠି ସମସ୍ତେ ବଳେ, ଏଠି ଯାଇକି ତା ଭିତରେ ମୁଁ କେମିତି କ'ଣ କରିବି? ଏମିତି କହିକି ପୁଅ ଯାଇକି ତାର ସେଠୁ କାମ ସାରିକି ଆସିକି ହେଲା 3ଟା ବାଜିଲାଣି। 3ଟା ବେଳକୁ ଭୋକ ତ ପ୍ରବଳ ହେଲାଣି, କିଛି ବି ଖାଇକି ଯାଇନଥିଲୁ, ଜଳଖିଆ ଟିକେ କ'ଣ ଖାଇଦେଇକି ଯାଇଥିଲୁ 8ଟାରେ। ଆଉ ତେଣୁ ଆସିଲା ବେଳକୁ ଲେଟ୍ ହେଲାଣି। ଆସିକି ଏଠି ଖା ପିଆ କଲୁ। ଆଉ ଭିଡ଼ିଓ କାଲି ପକେଇ ପାରିନଥିଲି। ତେଣୁ ଆଜି ସକାଳୁ ତ ଭିଡ଼ିଓଟି କଲି ଏଠି। ତେଣୁ ଆଜିର ଭିଡ଼ିଓଟିକୁ ଆପଣ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟାକୁ ଦେଖନ୍ତୁ। ଆଉ ଯଦି ମୋର କିଛି କହିବାରେ ମୁଁ ମାନେ କ୍ୟାମେରା ସାମ୍ନାରେ ଏମିତି ଭଲ ଭାବରେ ଠିକ୍ସେ କହିପାରୁନଥିଲି ବୋଲି ସେଥିପାଇଁ କୁହେନି। ତେଣୁ ଯାହା ମୋ କହିବାର ଧର କିଛି ବି ଭୁଲ ଭଟକା ଅଛି ତ ପ୍ଲିଜ୍ କ୍ଷମା କରିଦେବେ। ତ ଭିଡ଼ିଓଟି ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଟିକେ ଭଲ ଲାଗୁଥାଏ ତ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଆଉ ରଖୁଛି, ଜୟ ଜଗନ୍ନାଥ।